भगवते वासुदेवाय। भागवत कथा प्रथम स्कंद द्वादश अध्याय। शौनक उवाच। कुपेजे द्रोणंक कुमार मंत्री पेशिला ब्रह्मशर। तार प्रचंड तेज जाले भये कंपिले दिगपाले। उत्तरा गर्भ से पड़िला तक्षणे गोविंद रखिला। से पुणी गर्भु जन्म होई पालिला राजा पणे मही। जगते जेते कर्म कला प्रजाଙ୍କୁ जे मंत्र पालिला। केवण हेतु पराण काहीं छाड़िला निज प्राण। अल्प बयसी नृपति अंते लभिला केउ गति। आन देव्या शंकर सुत जहाँकु देले ज्ञान तत्व। तार सकल कर्म दीक्षा श्रवणे कलु आंभे इच्छा। आंभଙ୍କୁ जेबे दया बह संशय जाऊ मुनि कह। सूत उवाच। कुरुनगरे धर्मराजा पुत्रंक पाले प्राय प्रजा। कृष्ण हुन जाणइयान विषयार से नाही मन। धन संपदर रक्षणे जे स्नेह भार्या भातृगणे। राजा पालने एहि मति धर्म हूँ अन्य नाही चीति। ए जम्बू दीपे जेते राजा सर्वे करन्ति पाद पूजा। जार महिमा तिनि लोके घोषन्ति एक कुआरके। गोविंद जार हृदय बसे से कि विषय रसे रसे। क्षुदित जन मन जेन्हे अन्न हुन लोड़ई मने। एवे हो सुण विप्रजन कहिबा परीक्षित जन्म। मातार गर्भे जेबे थिला नयने कृष्णंकु देखिला। तेजे जे सने दिवाकर गर्भे पढ़िला ब्रह्मसर। उत्तरा डाके त्राहि त्राहि तक्षणे प्रभु भावग्राही। अंगुष्ठी प्रमाणे शरीरे सुदर्शन धरि करे। किरटी कुंडल विराजे प्रभा सविता तेज गंजे। अपूर्व रूप घन श्याम तड़ित बास कटी दाम। आजो न लंबे भुज चारी शंख कमल गदा धरी। कोपे लोहित बेनि दृष्टि गदा भ्रमण दृढ़ मुष्टि। गदार तेजर वित्रास मंडले पुरे दश दिश। हरिले ब्रह्मसर तेज निहार जन्हे ग्रहराज। निकटे देखि वितर्कित एको मो पासे उपगत। निर्मल आत्मा भगवान धर्मपालक जनार्दन। तक्षणे गर्भ रक्षा करी अनंत होइले मुरारी। बालक देखत नयने गोविंद गले अंतर्ध्याने। तक्षणे सर्व शुभ वेळे ग्रह सकल अनुकूले। बालक होइला बाहार गुणे पांडव वंशधर। अति सुंदर विराजिला पुणिकी पांडु प्रकाशिला। देखि संतोष धर्मसूत संगीत घेनी पुरोहित। आनंदे मिली महाजने स्वस्तिक मंगल वचने। शुभई शंखनाद भैरी सुभेण जात कर्म करी। सुवर्ण मही धेनु तुले अनेक ग्राम दान भदेले। अश्वकुंजर निज अन्न
ସୁମୃତି ମତେ ଦେଲେ ଦାନ ସୁତ ମାଗଧ ଆଦି ଲୋକେ ଯେ ଆସ ମିଳିଲେ ଚାଚକେ ଧର୍ମନନ୍ଦନ ସୁଖ ଚିତେ ଦକ୍ଷିଣା ଦେଲେ ପ୍ରଜାତୀର୍ଥେ ସନ୍ତୋଷେ ବସି ବିପ୍ରଗଣ ବିଚାରି ଜାତକ ଲକ୍ଷଣ ଗ୍ରହ ନକ୍ଷତ୍ର ଚିନ୍ତି ଚିତେ କହନ୍ତି ରାଜାଙ୍କ ଅଗ୍ରତେ ଏବ ଅଭିମନ୍ୟୁର କୁମାର ପାଣ୍ଡବ ବଂଶେ କୀର୍ତ୍ତି କର ଗର୍ଭ ସଙ୍କଟୁ ଏ ତରିଲା ଏହାକୁ ବିଷ୍ଣୁ ରକ୍ଷା କଲା ସର୍ବଲକ୍ଷଣେ ଏ ସମ୍ଭୂତ ଏହାର ନାମ ବିଷ୍ଣୁରାତ ଗୁରୁ ପାଣ୍ଡବ ବଂଶଧର ଏ ଭାଗବତେ ମତେ ବର ଏ ମତେ ବ୍ରାହ୍ମଣଙ୍କ ବାଣୀ ଶ୍ରବଣୀ ଶୁଦ୍ଧ ପ୍ରାୟ ମଣି ହେ ବିପ୍ରବର ତୁମ୍ଭ ବାଣୀ ବୋଲନ୍ତି ଯୁଧିଷ୍ଠିର ଶୁଣି ଆଗମ ନିଗମେ ଯାସାର ତୁମ୍ଭଙ୍କୁ ନୋହେ ଆଗୋଚର ଗ୍ରହ ନକ୍ଷତ୍ର ଯୋଗ ମତେ ଯାହା କହିଲେ ଶାସ୍ତ୍ର ତତ୍ତ୍ୱେ ଏ ବଂଶଧର ସାଧୁବାଦେ ସତେ ପାଳିଲେ ରାଜପଦେ ରାଜା ବଚନ ବିପ୍ରଗଣ କହନ୍ତି ଜାତକ ଲକ୍ଷଣ ଶୁଣ ହେ ଧର୍ମର ନନ୍ଦନ ଆମ୍ଭର ଆଶିଷ ବଚନ ପ୍ରଜା ପାଳନେ ନିୟତ ଯେହ୍ନେ ଈକ୍ଷ୍ୱାକୁ ସୁତ ମନୁସୂତ ବ୍ରାହ୍ମଣ ଜନ ହିତକର ସତ୍ୟ ପ୍ରତିଜ୍ଞ ଗୁଣଧର ଏହାର ଯଶ ସର୍ବଦେଶେ ଯେହ୍ନେ ଶ୍ରୀରାମ ରଘୁବଂଶେ ଶ୍ରୀବିଜେ ନିଦାତା ବର ଦୟାଳୁ ମଧ୍ୟ କୁମାର ଭରତ ପ୍ରାୟ ଯଜ୍ଞକାରୀ ଅର୍ଜୁନ ସମ ଧନୁର୍ଧାରୀ ହୁତାଶ ପ୍ରାୟ ତେଜୋମୟ ଦୁସ୍ତର ସମୁଦ୍ରର ପ୍ରାୟ ବିକ୍ରମେ ଯେସନେ କେଶରୀ ଆଶ୍ରୟେ ଯେହ୍ନେ ହିମଗିରି ପୃଥିବୀ ସମଧୀର ଚେତା ସହିଷ୍ଣୁ ଯେହ୍ନେ ପିତା ମାତା ସମପାଳନେ କି ବିଧାତା ଈଶ୍ୱର ପ୍ରାୟ ବରଦାତା ଆଶ୍ରୟେ ସର୍ବ ପ୍ରାଣୀଙ୍କର ଯେହ୍ନେ ସଂସାରେ ରମାବର ସର୍ବଲକ୍ଷଣେ କୁମ୍ଭ ସୁମ ସୁଦୃଢ଼ ବ୍ରତ ସତ୍ୟଧାମ ଉଦାରେ ପଣିରନ୍ତି ଦେବ ଯଜାତି ପ୍ରାୟ ଧୀର ଭାବ ବଳିର ପ୍ରାୟ ଧୀର ପଦ ବୈଷ୍ଣବ ଯେହ୍ନେ ପ୍ରହ୍ଲାଦ ସଂସ୍କାର ମନ୍ତ୍ର ହବିର୍ଭାଗେ ଦେବଙ୍କ ଅଶ୍ୱମେଧ ଯଗେ ପୂଜାରେ କରାଇ ସନ୍ତୋଷ ବୃଦ୍ଧ ସେବାରେ ସେ ବିଶ୍ୱାସ ରାଜା ଋଷିଙ୍କ ଜାତକାରୀ ଦୃଷ୍ଟ ଜନଙ୍କ ଦର୍ପହାରୀ ଅବନୀ ଧର୍ମ ରକ୍ଷା ଅର୍ଥେ କଳିକି ବାନ୍ଧିବି ଆୟତେ ବ୍ରାହ୍ମଣ ସାପ ମହାତୋ ରୋଷ ଲଭିବ ଅଳପ ବୟସେ ବ୍ରାହ୍ମଣ ସାପ ମହାରୋଷେ ଲଭିବ ଅଳପ ବୟସେ ବ୍ରହ୍ମବଚନ ତୀକ୍ଷ୍ଣ ବାଣ ତକ୍ଷକ ହସ୍ତେ ଦେବ ପ୍ରାଣ ବ୍ରାହ୍ମଣ ସାପେ ଭୟ ପାଇ ତକ୍ଷଣେ ସାଧୁ ସଙ୍ଗୀ ହୋଇ ଜାହ୍ନବୀ କୂଳେ ଅନ୍ତର୍ଜଳେ ହରି ଭକତି ସନ୍ଥ ମେଳେ କୃଷ୍ଣ ମହିମା ସୁକ ମୁଖେ ଶୁଣି ଛାଡ଼ିବ ପ୍ରାଣ ସୁଖେ ଗୋବିନ୍ଦ ଅଭୟ ଚରଣ ନିଶ୍ଚନ୍ତେ ପଶିବ ଶରଣ ସୁତ ଉବାଚ ଏମନ୍ତେ ଜାତ କର୍ମ କଲେ ବନ୍ଧୁ ବାନ୍ଧବ ବିପ୍ର ମେଳେ ରାଜାଙ୍କୁ ମାଗି ଅନୁଯାନ ବିପ୍ର ଚଳିଲେ ନିଜ ସ୍ଥାନ ଗର୍ଭେ ଦେଖିଲା ଚକ୍ରପାଣି ସଂସାରେ ଦେଖେ ଯେତେ ପ୍ରାଣୀ ଏ ଅବା ସେହି ଅବା ନୁହିଁ ଏମନ୍ତ ପରୀକ୍ଷା କରଇ
ଏ ଘେନି ନାମ ପରୀକ୍ଷିତ ଲୋକରେ ହୋଇଲା ବିଖ୍ୟାତ। ଦିନକୁ ଦିନ ତେଜ ରାଶି ଶୁକ୍ଳ ପକ୍ଷେ ଯେନେ ଶଶୀ। ଦିନକୁ ଦିନ ପିତୃଗଣେ ସ୍ନେହେ ପାଳନ୍ତି ଅନୁକ୍ଷଣେ। ବାଳକ ଦେହେ ପରୀକ୍ଷିତ ସ୍ୱଭାବେ କୃଷ୍ଣ ଭକତ। ସକଳେ ଲୋକେ ପ୍ରତିଦାତା ସାଧୁ ସୁନ୍ଦର ଶୁଦ୍ଧ ଚେତା। ଏବେ ହୋ ଶୁଣ ବିପ୍ରଜନେ ଧର୍ମନନ୍ଦନ ଚିନ୍ତମନେ। ଜ୍ଞାନୀ ମାରଣ ଦ୍ରୋଣ ଚିତ୍ତେ ସର୍ବକୁଶଳ ନାଶ ଅର୍ଥେ। ପ୍ରଜାଙ୍କ ତହୁଁ ନିଜ ଧନ ନ କରି ଦଣ୍ଡ କର ଶଣ। କୃଷ୍ଣ ଆଜ୍ଞାରେ ଭାତୃଗଣେ ଗଲେ ଯେ ରାଜାଙ୍କ ଚରଣେ। ରାଜାଙ୍କ ତହୁଁ କେତେ ଆଣି ସଙ୍ଗତେ ଘେନି ଚକ୍ରପାଣି। ପଞ୍ଚଭ୍ରାତାଏ ତୋଷେ ମିଳି ବିପ୍ରଙ୍କୁ ଘେନି ବନମାଳି। ଆଗମ ନିଗମ ଯେ ବିଧି କରାଇ ତିନି ଅଶ୍ୱମେଧି। କେତେ ହେ ଦିନ କୃଷ୍ଣ ରହି ଜ୍ଞାତି ସୁଦୂହ ଭାବ ବହି। ଦ୍ରୌପଦୀ କୁନ୍ତୀ ଅନୁମତେ ବିଚାର କରି ପଞ୍ଚଭ୍ରାତେ। ରଥେ ଅର୍ଜୁନ ସଙ୍ଗେ କରି ନିଜ ଭୁବନେ ଗଲେ ହରି। ସେ ହରି ଚରଣ ପଙ୍କଜେ ବ୍ରାହ୍ମଣ ଜଗନ୍ନାଥ ଭଜେ। ଇତି ଶ୍ରୀ ଶ୍ରୀମଦ୍ଭାଗବତ ମହାପୁରାଣ ପରମହଂସ ସଂହିତାୟ ପ୍ରଥମ ସ୍କନ୍ଧ ନିମିଷୋପାଖ୍ୟାନେ ପରୀକ୍ଷିତ ଜନ୍ମାଦି ଉତ୍କର୍ଷ ନାମ ଦ୍ୱାଦଶୋऽଧ୍ୟାୟः। ଆନନ୍ଦ ଏକ ବାର ହରି ବୋଲ।